ବର୍ଷ 20-25 ବର୍ଷ ଦୋକାନ କରି ମୋ ଗୁଜୁରାଣ ମୋ ପରିବାର ପୋଷି ଆସୁଛି। ସେମାନେ ଆସିଲେ ବାଡ଼ି ଠେଙ୍ଗା ଧରି ଆଜ୍ଞା କଂଗ୍ରେସ ଦୋକାନ ବନ୍ଦ କର। ଏତେ ବର୍ଷ ଆମେ ଜୀବନ ବିକଳ ପରେ ଦୋକାନ ବନ୍ଦ କରି ପଳାଇବା ପରେ ତାପରେ ହେଉଛି ରାତିର 10ଟା ବେଳେ ଦେଖିଲା ନିଆଁ ଜଳୁଛି। ଦମକଳ ଥାନାବାଲା ଆସି ସେମାନେ ପହଞ୍ଚିଲେ। ତାପରେ ଆମେ ଆସିଲା ବେଳୁ ଆମ ଦୋକାନ ଭଙ୍ଗା ଯାଇଛି। ତେଣୁ ଆମେ ଚାହୁଁଛୁ ଉଚିତ ନ୍ୟାୟ ମିଳୁ ଆମକୁ, ନଚେତ୍ ଆମେ ଅନଶନ କରିବୁ, ଥାନା ଘର କରିବୁ। ସାର୍ ମୁଁ ତ ଦେଖି ନାହିଁ, କିନ୍ତୁ ସେମାନେ ଗାଳି ଗୁଲଜ କରୁଥିଲେ। ସେମାନେ 4-5 ଗାଳି ଗୁଲଜ କରୁ। ସେମାନେ ଆସିଲେ ବଜାଡ଼ୁ ଆମେ ଜୀବନ ବିକଳ ଘରକୁ ଆମେ ପଳେଇଲୁ। ହଁ ଥାନାରେ ଫାର ହେଇଛି। ସେମାନେ କହିଲେ ଆମେ ଠିକ୍ ଅଛି, ତୁମେ ଦୋକାନ ଫୋକାନ ଖୋଲା ଖୋଲା କର, ଆମେ ଠିକ୍ ଉଚିତ ନ୍ୟାୟ ତୁମକୁ କହିଛନ୍ତି। ଦିନର କ'ଣ ବଳରାମ ମାଡ଼ଗୋଳ ଲାଗିଥିଲେ। ତାଙ୍କର ବଳରାମ ମେଡ଼ିକାଲ ଅଛି। ତେଣୁକରି ମୁଁ ସେ ବିଷୟରେ ଯାଇନି, କି ସେଠିକି ମୁଁ ଯାଇନି। ମୁଁ ଦୀର୍ଘ ଦିନ ହେଲା 20 ବର୍ଷ ଉମାକାନ୍ତ ଭାରତୀ, ଘର କାଦବରାମ ପଞ୍ଚାୟତ, ଗିରି କାଦବରାମ ପଞ୍ଚାୟତ କାଦବରାମ। ଦୀର୍ଘ ଦିନ ଆମେ ବ୍ୟବସାୟ କରି ଚଳୁଛୁ। ଏଠି ପାର୍ଟି ଫାଟି ଭିତରେ ଏହି ପ୍ରକାର ବିରୋଧୀ ବାଲା କରିକି ଭାଙ୍ଗିଛନ୍ତି। ମୁଁ ଆଜ୍ଞା 20-25 ବର୍ଷ ଦୋକାନ କରି ମୁଁ ଗୁଜୁରାଣ ମୋ ପିଲା ଛୁଆ ମୁଁ ମେଣ୍ଟେନାନ୍ସ କରୁଛି ଏଇ ଦୋକାନ କରିକି। ସେମାନେ ଭାଙ୍ଗିକି ଧମକ ଦେଇକି এই ପ୍ରକାର ସବୁ କରିଛନ୍ତି। ହଁ ମୁଁ ଜାଣିଛି। ଭାଗିନ ସେଠି ଲୋକମାନେ ପ୍ଲସ୍ ଭାଗିନ ସେଠି ମାନେ ଉପସ୍ଥିତି ରହିକି এই ପ୍ରକାର ତାଙ୍କ ପିଲାମାନେ ଲଗେଇକି କରେଛି। ରୁଦ୍ର, ସୁଶାନ୍ତ ଦାସ, ଆଉ ରମେଶ ଜେନା, ଆଉ ଆମର ଶିବା ମଲ୍ଲି ଗୋଟେ ପିଲା ଅଛି, ସିଏ ଅଛି, ଆଉ ଅନେକ ଅଛନ୍ତି। ଆଉ ସମସ୍ତଙ୍କୁ ମୁଁ ରାତିରେ ଦେଖିପାରି ନାହିଁ। ରାତି 10ଟା ପରେ 10 ସାଢ଼େ 10 ଭିତରେ ଭାଙ୍ଗିଛନ୍ତି। ଥାନାରେ ଏଫଆଇଆର କରିଛୁ। ଥାନାବାଲା କହିଲେ ଆମେ ଦେଖିବୁ ବୁଝିବୁ, ତୁମେ ବ୍ୟସ୍ତ ହୁଅନି। ଯଦି ସେମାନେ କିଛି କାର୍ଯ୍ୟାନୁଷ୍ଠାନ ନ କରନ୍ତି ଆମେ ସବୁ ଦୋକାନ ମିଶିକି ଅନଶନ କରିବୁ, ରାସ୍ତାରେ କରିବୁ ଆଉ।